ଗୋରୁମହିଷାଣୀରେ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ଅଞ୍ଚଳ ଗୋରୁମହିଷାଣୀ କୁଲେଇସିଲା ବଜାର ଛକରେ ବହୁ ପ୍ରତୀକ୍ଷିତ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। 1994 ମସିହାରୁ ଏଠାରେ ହନୁମାନଙ୍କ ପୂଜାର୍ଚ୍ଚନା କିଛି ଧାର୍ମିକ ଲୋକଙ୍କ ଦ୍ୱାରା କରାଯାଉଥିଲା, କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ହେବ? ମନରେ ପ୍ରଶ୍ନ ଉଙ୍କି ମାରୁଥିଲା। କିଛି ସ୍ଥାନୀୟ ଧାର୍ମିକ ଲୋକ ଏଥିପାଇଁ ଦିନ ରାତି ଏକ କରି ମନ୍ଦିର ପ୍ରତିଷ୍ଠା କରିବା ନେଇ ସଂକଳ୍ପ ନେଇ ଶେଷରେ ସାକାର କରିଛନ୍ତି। ଗତ 16 ତାରିଖ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ମଙ୍ଗଳବାର ଦିନ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। 155 ଜଣ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିଲା। ପରେ ଶ୍ରୀ ବିଗ୍ରହଙ୍କ ନଗର ପରିକ୍ରମା ଓ ଯଜ୍ଞାଦି କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ମାନସ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ରାଜେଶ ସାହୁ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ୱ ନିଭାଇଥିଲେ। ସନ୍ଧ୍ୟାରେ ଶ୍ରୀ ବିଗ୍ରହଙ୍କ ଗର୍ଭଧାନ କର୍ମ ଏବଂ ବିଶେଷ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 17 ତାରିଖ ବୁଧବାର ରାମନବମୀ ଦିନ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ରାମନବମୀ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଆଜି ଗୁରୁବାର ଦିନ ଦଶମୀ ପୂର୍ଣ୍ଣାହୁତି କର୍ମ ଓ ଦଶ ଦାନ କର୍ମ ଅନୁଷ୍ଠିତ ହୋଇଥିଲା। ହନୁମାନ ବିଗ୍ରହ ପ୍ରତିଷ୍ଠା ଦେଖିବାକୁ ଆଖପାଖ ପଡ଼ୋଶୀ ଝାଡ଼ଖଣ୍ଡ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ପହଞ୍ଚି ଠାକୁରଙ୍କ ଦର୍ଶନ ଦେଖି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। 3 ଦିନ ଧରି ପାଲନା ସଂକୀର୍ତ୍ତନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜି ସନ୍ଧ୍ୟାରେ ଅଖାଡ଼ା କମିଟି ତରଫରୁ ସଦସ୍ୟ ଓ ରାମ ଭକ୍ତମାନେ ଶ୍ରୀରାମଙ୍କ ପତାକା ଧରି ଶୋଭାଯାତ୍ରାରେ ଗୋରୁମହିଷାଣୀ ବଜାର ପରିକ୍ରମା କରିଥିଲେ। ବିଭିନ୍ନ ଅଖାଡ଼ା ସଦସ୍ୟମାନେ ଲାଠି ଦ୍ୱାରା ବିଭିନ୍ନ ଖେଳ କୌଶଳ ପ୍ରଦର୍ଶନ କରି ଦେଖଣାହାରୀଙ୍କ ମନ କିଣି ନେଇଥିଲେ। ସମଗ୍ର ଗୋରୁମହିଷାଣୀ ଅଞ୍ଚଳ ରାମମୟ ହୋଇ ଉଠିଥିଲା। ପୁଲିସ ତରଫରୁ ଆଇନ ଶୃଙ୍ଖଳା ପ୍ରତି କଡ଼ା ନଜର ରଖାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ ମହାନ୍ତ, ସଭାପତି ଦୟାନିଧି ମହାକୁଡ଼, ସମ୍ପାଦକ ଉମେଶ ମହାନ୍ତ, ଉପସଭାପତି ଦୁର୍ଗା ପ୍ରସନ୍ନ ମହାନ୍ତି, ଅମିତ ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଶ୍ରୀ ରାମନବମୀ ପୂଜା କମିଟି କୁଲେଇସିଲା ଗୋରୁମହିଷାଣୀ ତରଫରୁ ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଯାଇଛି। ଆଜ୍ଞା ନମସ୍କାର, ମୋ ନାଁ ଗୀତାଞ୍ଜଳି ମହାକୁଡ଼। ମୁଁ କୁଲେଇସିଳାର ବାସିନ୍ଦା। ଦୀର୍ଘ ଏଠି ହେଇଗଲାଣି 15-20 ବର୍ଷ ହେବ ମନ୍ଦିର ଏଠି ଅଛି। ଆଉ ବର୍ତ୍ତମାନ ହନୁମାନ ଜୟନ୍ତୀ ଉପଲକ୍ଷେ ଭଗବାନଙ୍କର ଗୋଟେ ନୂତନ ବିଗ୍ରହ ଏଠି ପ୍ରତିଷ୍ଠା ହେଇଛି। ସେଥିପାଇଁ ଗାଁରେ 3 ଦିନ ହେଲାଣି, 16 ତାରିଖରୁ ଆରମ୍ଭ କରିକି 3 ଦିନ ହେଲାଣି କୀର୍ତ୍ତନ ପାଲା ସବୁ ଚାଲିଛି। ଗାଁ ବି ବହୁତ ଖୁସିରେ ରହୁଛି। ଆଉ ସମସ୍ତେ ଉତ୍ସାହିତ ମନରେ ତାକୁ ମାନେ ଉପଭୋଗ କରିବା ସାଙ୍ଗରେ ସମସ୍ତେ ଯୋଗଦାନ ବି କରୁଛନ୍ତି। ଆଉ ସବୁ ଏଇଥିରୁ ଖୁସି ଲାଗୁଛି। ଆଉ ପୂଜା କମିଟିର ସଭାପତି ଦୟାନିଧି ମହାକୁଡ଼, ଅତି ସୁନ୍ଦର ଏବଂ ଆନନ୍ଦର ବିଷୟ ଯେ ଏ ବର୍ଷ ହନୁମାନଜୀଙ୍କର ବିଗ୍ରହ ପ୍ରତିଷ୍ଠା ସହିତ ଆମର ଶ୍ରଦ୍ଧେୟ MLA ମହୋଦୟ ଏଠି 2 ଲକ୍ଷ ଟଙ୍କା ଅନୁଦାନ ଦେଇକରି ମନ୍ଦିର ଏବଂ ବିଗ୍ରହ ପାଇଁ ସେ ଆମକୁ ସହଯୋଗ କରିଛନ୍ତି। ସହିତ କୁଲେଇସିଳା ସରପଞ୍ଚ ମଧ୍ୟ ଏଇ ଯେଉଁ ତଳେ ଫେବର ବ୍ଲକ ପଡ଼ିଛି ସେ ମଧ୍ୟ ସହଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ ଏଠି ସମାଗମ କରିଥିଲେ। ସହିତ ଆମର ଯେଉଁ ଅଞ୍ଚଳବାସୀ ଅଛନ୍ତି ତାଙ୍କର ଭିତରେ ଗୋଟେ ଧର୍ମୀୟ ଭାବନା, ଉତ୍ସାହ ଉଦ୍ଦୀପନା ଗୋଟେ ଗଢ଼ି ଉଠିଥିଲା। ସହିତ ଆମର ଯେଉଁ MLA ପ୍ରାର୍ଥୀଦ୍ୱୟ ବା MP ପ୍ରାର୍ଥୀଦ୍ୱୟ ମଧ୍ୟ ଆମର ଏହି ପୂଜା କମିଟିକୁ ଆଗମନ କରିଥିଲେ ଏବଂ ସେମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହିତ ହେଇଛନ୍ତି। ଏବଂ ଆଗାମୀ ଦିନରେ ସେମାନେ ଯଦି ଜିତନ୍ତି ତ ଏହି ପରିବେଶ ଏବଂ ଧର୍ମୀୟ ଭାବନାକୁ କେମିତି ଆଗକୁ ଉତ୍ତରୋତ୍ତର ବର୍ଦ୍ଧିତ ହେବ ସେ ପାଇଁ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ସର୍ବୋପରି ଏକ ଯେଉଁ ହିନ୍ଦୁ ଭାବନା ଏବଂ ଲୋକଙ୍କ ଭିତରେ ଯେଉଁ ଆଧ୍ୟାତ୍ମିକ ଭାବନା ଗୋଟେ ବାର୍ତ୍ତାର ଏହା ଏକ ଉତ୍ତମ ମାଧ୍ୟମ ହୋଇପାରିଛି। ତେଣୁ ଆମେ ସମସ୍ତେ ଅଞ୍ଚଳବାସୀ ଅତ୍ୟନ୍ତ ମାନେ ମନମୁଗ୍ଧକାରୀ ଅଛୁ। ସହିତ ବିଣା ମାଧ୍ୟମରେ ବି ଆମର ଏ ଯେଉଁ ପ୍ରଚାର ପ୍ରସାରକୁ ଆମେ କେମିତି ମହାନ୍ତି, ମୂଳ ଫାଉଣ୍ଡର ଆମର ରାମନବମୀ ହନୁମାନ ମନ୍ଦିର ଗୋରୁମହିଷାଣୀର। ଆଉ ଆମର 1994 ମସିହାରେ ଆମର ଗୋରୁମହିଷାଣୀ କୁଲେଇସିଳା ମାର୍କେଟ ଛକରେ ଆମର ହନୁମାନର ଧ୍ୱଜା ଏବଂ ହନୁମାନ ପୂଜା ଆମେ ଷ୍ଟାର୍ଟ କରିଥିଲୁ। ଆଉ ଦୀର୍ଘ ବର୍ଷରୁ ଏବେ ମଧ୍ୟ ଚାଲି ଆସିଛି।
এই বর্ষ আমার চলিত বর্ষ আমার মন্দির বিগ্রহ হনুমানজীঙ্কর প্রতিষ্ঠা করা এবং তাଙ୍କର ରୀତି ନିୟମ ଯାହା ବି ପୂଜା କର୍ମ ଥିଲା ଭୂମି ପ୍ରତିଷ୍ଠା ବୃକ୍ଷ ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆମର 16 ତାରିଖ ଦିନ ସମାପନ ହେଇଛି। ଏଥିରେ ଆମର 155 ମାନେ ଆମର ଝିଅ ପିଲାମାନେ ସବୁ କଳସ ଯାତ୍ରା ଘଟ ଆଣିଲେ, ତାପରେ ପୂଜା ଅର୍ଚ୍ଚନା ଚାଲିଲା। ଏଠାରେ ବହୁତ ମାତ୍ରାରେ ଲୋକ ସମାଗମ ହେଇଥିଲା ଆଉ ବିଭିନ୍ନ ମାନସିକ ସବୁ ଏଠି କରନ୍ତି, ଯାହାଫଳରେ ତାଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୁଏ। ଏବଂ ଆମର 17 ତାରିଖ ଦିନ ଆମର ଯେମିତି ପୂର୍ବରୁ ଆମର ନୀତି ନିୟମରେ ଚାଲୁଥିଲା, ଆମର ହନୁମାନ ଧ୍ୱଜା ଘଟ ଆଣିକି ତାପରେ ଧ୍ୱଜା ପ୍ରତିଷ୍ଠା କରାଗଲା ଏବଂ ସଂକୀର୍ତ୍ତନ ମଧ୍ୟ ହେଲା ଆଉ ତା ସାଙ୍ଗରେ ପ୍ରସାଦ ବଣ୍ଟନ ମଧ୍ୟ 17 ତାରିଖ କାର୍ଯ୍ୟକ୍ରମ ହେଇଛି। ଆଜି ଆମର 18 ତାରିଖ ହେଉଛି ଆମର ଆଜି ପୂଜା କର୍ମ ସରିଲା ପରେ ଆରତୀ ସରିଲା ପରେ ସନ୍ଧ୍ୟାବେଳେ ଆମର ଶୋଭାଯାତ୍ରା ଆମର ଗ୍ରାମ ପରିକ୍ରମା କରିବା। ଏଥିରେ ସମସ୍ତ ପ୍ରକାର ହନୁମାନଜୀଙ୍କର ଯେଉଁ ଖେଳ କୌଶଳ ସବୁ ପ୍ରଦର୍ଶନ କରିବେ ପିଲାମାନେ ଆଉ ପ୍ରସାଦ ମଧ୍ୟ ଆମର ସମସ୍ତଙ୍କୁ ଆଜି ବଣ୍ଟନ କରାଯିବ। रामचंद्र की जय। पवन तनय संकट हरण मंगल मूर्ति रूप राम लक्ष्मण सीता सहित हृदय में बसो सर्वभूप। आम ये आज 3 दिन है विग्रह प्रतिष्ठा बा प्रथम दिन आम कलश यात्रा और अंकुरारोपण करूँ एवं सेकेंड दिन आमर देवता पूजन बा देव पूजन यही कार्यक्रम करिछु एवं रामनवमी जो कार्यक्रम आमर झंडा उत्तोलन बा रामनवमी समस्त पूजा अर्चना नीति कार्यक्रम समापन होइछि। आज मध्य तृतीय दिवस रे रामचंद्र एवं सीता एवं महावीर हनुमानंकर पूर्णाहुति कार्यक्रम अच्छी एवं 3 दिन धरी समस्त को प्रसाद सेवन व्यवस्था रही एवं कलश यात्रा 155 जन माँ एवं भौणी एवं आमर छोट छोट कुनी भाई भौणी माने एठी सहयोग करी बहुत सुंदर आकार कलश यात्रा बा अंकुरारोपण करथिले एवं 3 दिन ये कार्यक्रम बहुत भल भाव में ही आसुची एवं ठाकुरंकर नीति कार्यक्रम मध्य ही आसी। आज शेष दिवस पूर्णाहुति वर्तमान आरंभ होबो एवं समस्तंक पई प्रसादर व्यवस्था रही। रायरंगपुर अखि विश्वालंक रिपोर्ट बीई न्यूज ओडिशा।